ରାଜାଙ୍କ ପାଖରେ ଗୋଟିଏ ପୋଷା ମାଙ୍କଡ଼ଟିଏ ଥିଲା। ରାଜା ମାଙ୍କଡ଼କୁ ବହୁତ ଭଲ ପାଉଥିଲେ, ଭାରି ଆଦର କରୁଥିଲେ। ରାଜା ତାଙ୍କ ବଗିଚାରେ ବୁଲୁଥିବା ବେଳେ ହଠାତ୍ ଗୋଟିଏ ସାପ ଫଁ ଫଁ ହୋଇ ରାଜାଙ୍କ ଆଡ଼କୁ ମାଡ଼ି ଆସିଲା। ସାପଟିକୁ ଦେଖି ମାଙ୍କଡ଼ ତା ଉପରେ ଆଟାକ୍ କଲା ଏବଂ ସାପଟିକୁ ଖିନ୍ ଭିନ୍ କରି ମାରିଦେଲା। ମାଙ୍କଡ଼ଟିର ଏହିଭଳି ସାହସିକତା ଦେଖି ରାଜା ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ତାକୁ କହିଲେ, ତୁ ଆଜିଠାରୁ ମୋର ଦେହରକ୍ଷୀ ହୋଇ ରହିବୁ। ସେହି ଦିନଠାରୁ ମାଙ୍କଡ଼ଟି ରାଜାଙ୍କର ପର୍ସନାଲ ବଡ଼ିଗାର୍ଡ ହୋଇ ରହିଲା। ମନ୍ତ୍ରୀ ଓ ରାଜପରିଷଦମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ତାଙ୍କ ଭିତରେ ଆଲୋଚନା କଲେ। ଆଲୋଚନା କରି ରାଜାଙ୍କୁ ଜଣାଇଲେ। କହିଲେ, ମହାରାଜ, ମାଙ୍କଡ଼ଟି କେବଳ ମାତ୍ର ପଶୁ। ତା ପାଖରେ ମନୁଷ୍ୟ ଭଳି ବୁଦ୍ଧି ଓ ବିଚାର ଶକ୍ତିର କ୍ଷମତା ନାହିଁ। ମହାରାଜ, ଗୋଟିଏ ପଶୁ ଉପରେ ଏତେଟା ବିଶ୍ୱାସ କରିବା ଜମା ଠିକ୍ ନୁହେଁ। ମନ୍ତ୍ରୀ ପରିଷଦଙ୍କର କଥା ଶୁଣି ରାଜା ବହୁତ ରାଗିଗଲେ। ସେ କହିଲେ, ମୋ ମାଙ୍କଡ଼ ମୋତେ ବହୁତ ଭଲ ପାଉଛି। ସେ ମୋର ସମ୍ପୂର୍ଣ୍ଣ ବିଶ୍ୱସ୍ତ। ଦିନେ ରାଜା ଗୋଟିଏ ମିଟିଂରେ ବାହାର ରାଜ୍ୟକୁ ଯାଇଥିଲେ। ରାଜା ତାଙ୍କ ପ୍ରାସାଦକୁ ଫେରିଲା ପରେ ବହୁତ କ୍ଳାନ୍ତି ଅନୁଭବ କଲେ। ନିଜ ଦେହରକ୍ଷୀ ମାଙ୍କଡ଼କୁ ଡାକି କହିଲେ, ଆଜି ମୁଁ ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଛି। ମୁଁ ଶୋଇବାକୁ ଯାଉଛି। ମୋ ନିଦ୍ରାରେ କେହି ଯେମିତି ବ୍ୟାଘାତ ପହଞ୍ଚାଇବେ ନାହିଁ। ମାଙ୍କଡ଼ଟି ମୁଣ୍ଡ ହଲାଇ ହଁ ମାରିଲା ଏବଂ ରାଜାଙ୍କ ମୁଣ୍ଡ ପାଖରେ ବସି ଚାରିଆଡ଼କୁ ଚାହିଁ ବସିଲା। କିଛି ସମୟ ପରେ ଗୋଟିଏ ମାଛି ଉଡ଼ି ଆସି ରାଜାଙ୍କ କାନ ପାଖରେ ଗୁଣୁ ଗୁଣୁ ହୋଇ ଘୂରି ବୁଲିଲା। ମାଙ୍କଡ଼ ତାକୁ ହାତ ହଲାଇ ଉଡ଼ାଇଦେଲା। ମାଛିଟି ତାପରେ ରାଜାଙ୍କ ହାତ ଉପରେ ବସିଲା। ସେ ମାଛିକୁ ପୁଣି ଥରେ ଫୁଙ୍କି ଉଡ଼ାଇଦେଲା। ମାଛି ପୁଣି ଥରେ ଆସିଲା। ଏଥର ରାଜାଙ୍କ ବେକ ଉପରେ ବସିଲା। ମାଙ୍କଡ଼ଟି ଅତ୍ୟନ୍ତ କ୍ରୋଧିତ ହୋଇ ଚିନ୍ତା କଲା, ମାଛିଟିକୁ ଆଜି ପାନେ ଦେବି। ସେ ରାଜାଙ୍କ ପାଖରେ ଥିବା ଖଣ୍ଡାକୁ ଉଠାଇ ମାଛିକୁ ଦୁଇ ଖଣ୍ଡ କରିବାକୁ ରାଜାଙ୍କ ବେକ ଉପରେ ଚୋଟ ପକାଇଲା। ମାଛି ଫର୍ କିନା ଉଡ଼ିଗଲା। ହେଲେ ରାଜାଙ୍କ ବେକ ଦୁଇ ଖଣ୍ଡ ହୋଇଗଲା। ରାଜା ଜୀବନରୁ ଚାଲିଗଲେ। ଏଥିରୁ ଆମେ ଶିଖିବାକୁ ପାଇଲେ ଯେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରିବାକୁ ହେଲେ ଖାଲି ବିଶ୍ୱସ୍ତ ନୁହେଁ, ତାର ବିଚାର ଏବଂ ବୁଦ୍ଧିକୁ ଭଲ କରି ପରଖିବା ଦରକାର।